ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ମୁଖ ଶୁଦ୍ଧି। ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ଦନ୍ତ ଧାବନ ବିଧି। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ଦନ୍ତ ଧାବନ ବିଧି। ଦଶାଙ୍ଗୁଳି ତୁ ବିପ୍ରାଣା କ୍ଷତ୍ରିୟାଣା ନବାଙ୍ଗୁଳମ୍ ଅଷ୍ଟାଙ୍ଗୁଳନ୍ତୁ ବୈଶ୍ୟାନ୍ତା ଶୂଦ୍ରାଣା ସପ୍ତ ସଂସ୍ଥିତାମ୍ ଗର୍ଗସ୍ୱତୀ। ବ୍ରାହ୍ମଣ 10 ଅଙ୍ଗୁଳ, କ୍ଷତ୍ରିୟ 9 ଅଙ୍ଗୁଳ, ଶୈବ 8 ଅଙ୍ଗୁଳ, ଶୂଦ୍ର 7 ଅଙ୍ଗୁଳ ଲମ୍ବ ଦନ୍ତ କାଠି ହେବା ବିଧି। ଚତୁରାଙ୍ଗୁଳ ମାତ୍ରନ୍ତୁ ନାରରଣ୍ଡା ନାତ୍ର ସଂଶୟ। ସ୍ତ୍ରୀମାନଙ୍କର 4 ଆଙ୍ଗୁଳ ଲମ୍ବ ଦନ୍ତକାଠି ହେବା ବିଧେୟ। ତ ଚାଲନ୍ତୁ ବନ୍ଧୁ, ଆଜି ଆମେ ଜାଣିଲେ ଦନ୍ତ ଧାବନ ବିଧି। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ଦନ୍ତ ଧାବନ କାଷ୍ଠ। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।